ପ୍ରତାପରୁଦ୍ରପୁର ଓ କାକରୁଦ୍ରପୁର ସେବା ସମବାୟ ସମିତିରେ ଖୋଲିଲା ଧାନ ମଣ୍ଡି। ବାଲିଅନ୍ତା ବ୍ଲକ ପ୍ରତାପରୁଦ୍ରପୁର ସେବା ସମବାୟ ସମିତି ଏବଂ କାକରୁଦ୍ରପୁର ସେବା ସମବାୟ ସମିତି ପକ୍ଷରୁ ଆଜିଠାରୁ ସରକାରୀ ଧାନ ମଣ୍ଡି ଶୁଭାରମ୍ଭ ହୋଇଛି। ଜୟଦେବ ବିଧାୟକ ନବକିଶୋର ମଲ୍ଲିକ ମୁଖ୍ୟ ଅତିଥି, ସରପଞ୍ଚ ଶ୍ରଦ୍ଧେୟା ପାତ୍ର, ସମିତି ସଭ୍ୟା ଉମାରାଣୀ ମହାନ୍ତି, ଡିଆରସିଏସ୍ ଅଳକାନନ୍ଦା ଜେନା, ଏଆରସିଏସ୍ ପ୍ରିୟବ୍ରତ ପଣ୍ଡା, ଏରିଆ ଅଫିସର ଅମିୟ ଖୁଣ୍ଟିଆ, ଜଟଣୀ ନିୟନ୍ତ୍ରିତ ବଜାର କମିଟି ସମ୍ପାଦକ ସୂର୍ଯ୍ୟନାରାୟଣ ବଳିଆର ସିଂ ଓ ସମବାୟ ସମିତି ସଭାପତି ସୁଧୀର ଚରଣ ପ୍ରଧାନ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ମଣ୍ଡିର ଶୁଭାରମ୍ଭ କରିଥିଲେ। ସମ୍ପାଦକ ବିଶ୍ୱନାଥ ପଣ୍ଡା ସମସ୍ତ କାର୍ଯ୍ୟ ପରିଚାଳନା କରିଥିଲେ। ସେହିପରି କାକରୁଦ୍ରପୁର ସେବା ସମବାୟ ସମିତିରେ ଉପରୋକ୍ତ ଅଧିକାରୀମାନେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଆନୁଷ୍ଠାନିକ ଭାବେ ମଣ୍ଡି ଶୁଭାରମ୍ଭ କରିଥିଲେ। ସରପଞ୍ଚ ସସ୍ମିତା ମଲ୍ଲିକ, ସମିତି ସଭ୍ୟା ମିଲିଲତା ବେହେରା, ବେଣ୍ଟପୁର ସରପଞ୍ଚ ସସ୍ମିତା ସାହୁ ଓ ସମିତି ସଭ୍ୟା ଝରଣା ସ୍ୱାଇଁ ପ୍ରମୁଖ ଅତିଥି ଭାବେ ଯୋଗଦେଇ ମଣ୍ଡି ଶୁଭାରମ୍ଭ କରିଥିଲେ। ମଣ୍ଡିରେ ଚାଷୀମାନଙ୍କ ଧାନ ବିକ୍ରି ନେଇ ସବୁ ପ୍ରକାର ସୁବିଧା କରାଯାଇଥିବା ସଭାପତି ନୀଳକଣ୍ଠ ପଣ୍ଡା କହିଛନ୍ତି। ସମ୍ପାଦକ ହେମନ୍ତ କୁମାର ନାୟକ କାର୍ଯ୍ୟ ପରିଚାଳନା କରିଥିଲେ। ପାରିବାସୁଦେଇପୁର ସ୍ଥିତ ସାନ୍ତୋଲିଆ ରାଇସ୍ ମିଲ୍ ଧାନ ସଂଗ୍ରହ ଦାୟିତ୍ୱରେ ରହିଛି। ହେଲେ ଜିଲ୍ଲା ପ୍ରଶାସନ ସହ ମିଲର୍ସମାନଙ୍କ ଆଲୋଚନା ଚୂଡ଼ାନ୍ତ ହୋଇପାରିନଥିବାରୁ ଆଜି ମଣ୍ଡିରେ ଧାନ କିଣାଯାଇ ପାରିନାହିଁ। 15 ତାରିଖ ସୁଦ୍ଧା ମଣ୍ଡିରୁ ଧାନ ସଂଗ୍ରହ ହେବ ବୋଲି ସୂଚନା ମିଳିଛି।